ପିଲାମାନେ ବର୍ତ୍ତମାନ ସମୟରେ ତୁମର ଯେମିତି ଚାଲିଛି ଓଡ଼ିଶାରେ ବର୍ତ୍ତମାନ ସମୟରେ ଯେମିତି ଚାଲିଛି ଯେ କେସ୍ ଉପରେ କେସ୍ ତୁମେ ଜାଣିଥିବ ଯେ ପୂର୍ବରୁ ତମର ଯୋଉ ଆର୍ଆଇ ଅମିନ ରହୁଛି ତାର ପ୍ରିଲିମ୍ସ ଏକ୍ଜାମ ତୁମମାନଙ୍କର ହେଇଥିଲା। ତ ଏଠି ବର୍ତ୍ତମାନ ସମୟରେ ପୁଣି ଗୋଟେ କେସ୍ ଆସିଛି। କେସ୍‌ଟା ତୁମର ଆସିଛି ନର୍ମାଲାଇଜେସନକୁ ନେଇକି ହେଲା। କିଛି ପିଲା କେସ୍ କରିଛନ୍ତି। କଣ କେସ୍‌ର ଅପଡେଟ୍ ସବୁ କିଛି ମୁଁ ତମକୁ କହିବି। ତେଣୁ ଭିଡିଓକୁ ଜମା ଶେଷ ପର୍ଯ୍ୟନ୍ତ ମାନେ ମିସ୍ କରିବନି, ଶେଷ ପର୍ଯ୍ୟନ୍ତ ନିଶ୍ଚୟ ରୂପରେ ଦେଖିବ। ଚାଲ ମୁଁ ବର୍ତ୍ତମାନ ତମକୁ ଦେଖେଇ ଦଉଛି। ତମେ ଜାଣିଥିବ ଯେ ଓ ଟ୍ରିପଲ୍ ଏସି ରିସେଣ୍ଟଲି କଣ କରିଥିଲା ନା ତାର ଯୋଉ ତମର ପ୍ରିଲିମ୍ସ ରେଜଲ୍ଟ ହେଇଛି ତାକୁ ସେ ପ୍ରିଲିମ୍ସ ରେଜଲ୍ଟକୁ ସେ ତୁମକୁ ପବ୍ଲିଶ କରିଥିଲା। ଯେତେବେଳେ ପ୍ରିଲିମ୍ସ ରେଜଲ୍ଟ ପିଲାମାନେ ତମର ପବ୍ଲିଶ ହେଲା, ତମେ ଦେଖିଥିବ ରେଜଲ୍ଟ ଅଫ ଦ ଫେବୃଆରୀ 16 ତାରିଖରେ ସେ ପବ୍ଲିଶ କଲା। ଯେତେବେଳେ ପବ୍ଲିଶ କଲା, ଏଇଠି ଗୋଟେ ଘଟଣା ଘଟିଲା କଣ ନା ଯୋଉ 24 ତାରିଖ ଯୋଉମାନେ ଯୋଉ ପିଲାମାନଙ୍କର ଥିଲା 24 ତାରିଖ ଯୋଉ ମାନେ ଯୋଉମାନଙ୍କର ବି ଏକ୍ଜାମ ଥିଲା ସେ ପିଲାମାନଙ୍କର କହିବା କଥା ଯେ ସେମାନଙ୍କ ମଧ୍ୟରୁ ବହୁତ ଅଧିକା ନମ୍ବର ରଖିକି ବି ସେମାନଙ୍କର ନର୍ମାଲାଇଜେସନ ଏଠି ଠିକ ଭାବରେ ହେଇନି। ତ ତମେ ଜାଣିଥିବ ଯେତେବେଳେ ତୁମର ଏଥର ଯୋଉ ଆର୍ଆଇ ରେଜଲ୍ଟ ବାହାରିଲା ଏମିତି ବି ହେଇଛି ଯେ ବହୁତ ସାରା ମାନେ ପିଲାଙ୍କ କହିବା କଥା ଯେ ଅଧିକା ନମ୍ବର ରଖିକି ବି ସେମାନଙ୍କର ପିଲାମାନେ ଯେତେବେଳେ ନର୍ମାଲାଇଜେସନ ସ୍କୋର ଯେତେବେଳେ ହେଇଛି ତାଙ୍କର କମି ଯାଇଛି, ଆଉ କିଛି ପିଲାଙ୍କର କମ ନମ୍ବର ରଖିକି ତୁମର ହେଇଯାଇଛି। ତ କେସ୍‌ଟା ଯୋଉ ସେମାନେ କରିଛନ୍ତି, କେସ୍ କରିବାର ତାର ମୁଖ୍ୟ କାରଣ ହଉଛି ଯେ ସେମାନେ ଜାଣିବା ପାଇଁ ଚାହୁଁଛନ୍ତି ଯେ ତମେ ଯୋଉ ନର୍ମାଲାଇଜେସନଟା କରିଛ, ଯୋଉ ତୁମେ ନର୍ମାଲାଇଜେସନ ଯୋଉ ତୁମର କରିଛି ଟିସିଏସ୍ ଯୋଉ ନର୍ମାଲାଇଜେସନ କରିଛି କୋଉ ବେସିକରେ କରିଛି, କୋଉ ବେସିକରେ ତମେ କରିଛ ଯାହା ଦ୍ୱାରା କି ଗୋଟେ ପିଲା ଯିଏକି ଡିଜର୍ଭିଂ ପିଲା ସିଏ ତୁମର ଏଠି ତାର ମାନେ ହେଇନାହିଁ ଏବଂ ଯୋଉମାନଙ୍କର ଭାବୁଛନ୍ତି ଯେ ଗୋଟେ ପିଲା କମ ନମ୍ବର ରଖିଥିବ ତାଙ୍କର ଏଠି ସିଲେକ୍ସନ ହେଇଯାଇଛି। ତ କେସ୍ ନମ୍ବର ତୁମେ କଣ ପିଲାମାନେ ଅଛି ଏଠି ଦେଖିଦବ। ମୁଁ ତୁମକୁ ଦେଖେଇ ଦଉଛି ଯେ ତୁମେ କେସ୍ ଷ୍ଟାଟସ ତୁମେ ନିଜେ ଚେକ୍ କରିବା ପାଇଁ ଚାହୁଁଛ ଚେକ୍ କରିପାରିବ। WPC ତମର ନମ୍ବର ହଉଛି 6449। ଏଠି ଲକ୍ଷ୍ୟ କର ତମର ହଉଛି କେଉଁଝର ଡିଷ୍ଟ୍ରିକ୍ଟରୁ ତମର ହେଇଛି। ପିଟିସନର ଆଡଭୋକେଟ ତମର ହଉଛନ୍ତି କିଏ ସୁଦର୍ଶନ ବେହେରା ଆଉ ଏସ୍ ବେହେରା। ବେଣୁଧର ଜାଉଙ୍ଗା ଯିଏ ପିଲାମାନେ ତୁମର ଏଠି କରିଛନ୍ତି। କାହା ନାଁରେ କରିଛନ୍ତି? ଓ ଟ୍ରିପଲ୍ ଏସି ନାଁରେ କରିଛନ୍ତି। 20 ତାରିଖ ଗତ 20 ତାରିଖ ଦିନ ତମର ପିଲାମାନେ ଏଠି କେସ୍‌ଟି ହେଇଛି। ତ କେସ୍‌ଟା ଯୋଉ ଦେଖ ତମର ହେଇଛି ଓ ଟ୍ରିପଲ୍ ଏସି ନାଁରେ ହେଇଛି ପିଲାମାନେ। ତେଣୁ ଆମେ ଯୋଉ ଏକ୍ସପେକ୍ଟେସନ ଯୋଉ ଥିଲା ଯେ ଆମେ କଣ ଭାବିଥିଲୁ ଯେ ଫେବୃଆରୀ ମାସ ତମର ଏଠି ପ୍ରିଲିମ୍ସ ଏକ୍ଜାମର ରେଜଲ୍ଟ ଆସିଗଲା। ତେଣୁ 2 ମାସ ମିନିମମ୍ ସିଏ ଗ୍ୟାପ୍ ଦବ। ତା ମାନେ ତମର କଣ ଫେବୃଆରୀ, ମାର୍ଚ୍ଚ, ଏପ୍ରିଲ, ମେ ସୁଦ୍ଧା ତମର ମେନ୍ସ ଏକ୍ଜାମଟା ହବାର ଥିଲା। ମେନ୍ସ ଏକ୍ଜାମଟା ତମର ମେ ସୁଦ୍ଧା ହବାର ଥିଲା। କିନ୍ତୁ ମେ ବି ଯଦି ଏଇ କେସ୍ ପାଇଁ ଯଦି ପିଲାମାନେ କେସ୍ ପାଇଁ ଏମିତି ତ ତମେ ଜାଣିଥିବ ଯେ ପୂର୍ବରୁ ଏଇ କେସ୍ ପାଇଁ 2023 ରେ ଯୋଉ ତମର ଥିଲା ଆର୍ଆଇ ଅମିନ ଯୋଉଟା କି 2026 ପିଲାମାନେ ହେଇଗଲା। 3 ବର୍ଷ କାଳ ତମର ଏଇ କେସ୍ ପାଇଁ ଚାଲିଛି। କେତେ ଥର ପିଲା ଏକ୍ଜାମ ଦେଲେଣି କିନ୍ତୁ ତାପରେ ବି ସେଇ ସେମ ଜିନିଷ ରହୁଛି। ପିଲା କେସ୍ କରୁଛନ୍ତି, ନର୍ମାଲାଇଜେସନ ହେଲା ବେଳକୁ କେସ୍ ହଉଛି, ସବୁ ଉପରେ ତୁମର କେସ୍ ବର୍ତ୍ତମାନ ସମୟରେ ଚାଲିଛି। ତ ଏଟା ବି ଚାଲିଛି। ତ ଏଠି ଗୋଟେ କଥା ହେଲା ଯେ ସାର୍ ଏଇ ଯୋଉ ଆପଣ ଯୋଉ ପ୍ରିଲିମ୍ସ କହୁଛନ୍ତି ଯୋଉଟା ତୁମର ହଉଛି ପ୍ରିଲିମ୍ସ ତ ତମର ସରିଯାଇଛି, କଣ ଆଉଥରେ ଏକ୍ଜାମ ହବ? ପିଲାମାନେ ଏଟା କଥା ତୁମେ ଭୁଲି ଯାଅ। ମୁଁ ତମକୁ ଗୋଟେ କଥା କହିବି, ତମେ ଯୋଉ ତମର ପୂର୍ବରୁ ଯୋଉଟା 2023 ଆର୍ଆଇ ଅମିନ ଯୋଉଟା ଥିଲା ତମେ ତା କଥା ଭୁଲି ଯାଅ। ଯଦି ତୁମର ପ୍ରିଲିମ୍ସ କ୍ଲିୟର ହେଇଛି କିମ୍ବା ହେଇନି, କିଛି ବି ତୁମର ହେଇଥାଉ ତାକୁ ଭୁଲି ଯାଅ। ତମେ ବର୍ତ୍ତମାନ ଫୋକସ କର ଏଇ ଯୋଉ ରିସେଣ୍ଟ 2025 ରେ ଯୋଉଟା ଡିସେମ୍ବର ଯୋଉଟା ଆସିଥିଲା ଆର୍ଆଇ ତା ଉପରେ। ତୁମେ କହିବ ସାର୍ କଣ ଏଇ ଯୋଉ କେସ୍‌ଟା ତ ଆପଣଙ୍କର ହେଇଛି କଣ ଆ ଉପରେ କିଛି ଆର ପ୍ରଭାବ ପଡିବ କି? ନା, କିଛି ପ୍ରଭାବ ପଡିବ ନାହିଁ। ଇଏ କେସ୍ ଅଲଗା, ଇଏ କେସ୍ ଅଲଗା। ସେଟା ତମର 2023 ଆର୍ଆଇ ଉପରେ ପିଲାମାନେ ହେଇଛି, ଏଟା ତମର ରିସେଣ୍ଟ। ତେଣୁ କିଛି ପ୍ରଭାବ ପଡିବ ନାହିଁ। ତେଣୁ ତମେ ମାନେ ଏଟା ଲକ୍ଷ୍ୟ କର ଯୋଉ 2025 ରେ ଯୋଉ ତୁମର ପିଲାମାନେ ଲାଷ୍ଟ ଯୋଉ ତୁମର ଆର୍ଆଇ ଆସିଲା, ଆର ଲାଷ୍ଟ ଡେଟ୍ ତ ତୁମର ମାର୍ଚ୍ଚ ପର୍ଯ୍ୟନ୍ତ ତୁମର ଚାଲିବ। ମାର୍ଚ୍ଚ ପରେ ଆଉ ଘୁଞ୍ଚିବନି, କାରଣ ଅଲରେଡି 2 ଥର ତୁମର ଘୁଞ୍ଚି ଯାଇଛି, ଡେଟ୍ ଏକ୍ସଟେଣ୍ଡ ହେଇଯାଇଛି। ଏପ୍ରିଲ, ମେ, ଜୁନ, ଜୁଲାଇ, ଅଗଷ୍ଟ ବେଳକୁ ପିଲାମାନେ ତମର ଏକ୍ଜାମ ଏଠି ହବ। ଏଠି ତମର ଆଉ ପୂର୍ବ ଭଳିଆ ପ୍ରିଲିମ୍ସ ନାହିଁ କିମ୍ବା ମେନ୍ସ ଏକ୍ଜାମ ନାହିଁ। କେବଳ ସିଙ୍ଗଲ ଏକ୍ଜାମ, ଗୋଟେ ଏକ୍ଜାମ ତମେ ଯଦି କ୍ଲିୟର କରୁଛ ତମମାନଙ୍କର ଏଠି ଚାକିରି। ଆଉ କୌଣସି ପ୍ରକାର ତମର ପ୍ରିଲିମ୍ସ ମେନ୍ସ ହବ ନାହିଁ। ଅଗଷ୍ଟ ମାସ ଯେତେବେଳେ ତମର ହବ, ସେପ୍ଟେମ୍ବର, ଅକ୍ଟୋବର ସୁଦ୍ଧା ତମର ହଉଛି ଏଠି ସ୍କିଲ୍ ଟେଷ୍ଟ ପିଲାମାନେ ହେଇଯିବ। ସ୍କିଲ୍ ଟେଷ୍ଟ, ସ୍କିଲ୍ ଟେଷ୍ଟ ହେଲା ପରେ ଡିସେମ୍ବର ଭିତରେ ତମର ଯେହେତୁ ପଞ୍ଚାୟତ ଇଲେକ୍ସନ ରହୁଛି ଡିସେମ୍ବର ଭିତରେ, ଏବେ ତୁମେ ମାନେ କଣ କରିବ? ତୁମେ ମାନେ କରିବ ପ୍ରିପାରେସନ। କେମିତି କଣ କରିବ ଦେଖ, ତୁମମାନଙ୍କୁ ମୁଁ କହିସାରିଛି। ନୂଆ ବେଚ୍ ପିଲାମାନେ ଆମର ଷ୍ଟାର୍ଟ ହେଇଯାଇଛି। ପ୍ରତିଜ୍ଞା 3.0 ନୂଆ ବେଚ୍ ଆମର ଷ୍ଟାର୍ଟ ହେଇଯାଇଛି। ଯଦି ତୁମେ ପୁରା ପ୍ରଥମରୁ ପଢିବା ପାଇଁ ଚାହୁଁଛ, ପୁରା ପ୍ରଥମରୁ ପ୍ରିପାରେସନ କରିବା ପାଇଁ ଚାହୁଁଛ, ତୁମମାନଙ୍କର ସ୍ୱପ୍ନ ଅଛି ଏଥର ଯେମିତି ବି ହେଲେ ତମେ ମାନେ ଚାକିରି କି କ୍ରାକ୍ କରିକି ଦେଖେଇବ, ତାହେଲେ ତମେ ମାନେ ଆମର ଯୋଉ ପ୍ରତିଜ୍ଞା 3.0 ପିଲାମାନେ ବେଚ୍ ରହିଛି ଏଇ ବେଚ୍ କୁ ଏନରୋଲ କରିପାରିବ। ଏଇଟା ବର୍ତ୍ତମାନ ସମୟରେ ପିଲାମାନେ ଆମର ନୂଆ ବେଚ୍ ଚାଲିଛି, ଆକୁ ତୁମେ ମାନେ ଏନରୋଲ କରିପାରିବ। ତା ସହିତ ଯଦି ତୁମକୁ ପିଲାମାନେ କିଛି ବି ଡାଉଟ ରହୁଛି ତୁମେ ମାନେ ମତେ କମେଣ୍ଟ ସେକ୍ସନରେ କହିପାରିବ। ମୁଁ ଆଉ ଥରେ କହୁଛି, ତମର ପିଲାମାନେ ମାର୍ଚ୍ଚ ମାସ ଏଟା ତମର ସରିବ। ଅଗଷ୍ଟ ମାସ ତମର ଏକ୍ଜାମ। ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର ଭିତରେ ତମର ହଉଛି ମାନେ ଅକ୍ଟୋବର ନୁହେଁ ପିଲାମାନେ, ଲେଟ୍ ହେଇପାରେ କାରଣ ଅଗଷ୍ଟ ମାସ ହବ ମାନେ ମେ ବି ତମର ଅକ୍ଟୋବର ନ ହେଇପାରେ, କାରଣ ଗୋଟେ ମାସ ଭିତରେ ମାନେ ରେଜଲ୍ଟ କାଢି ପାରିବେନି। ତମେ ଧରିକି ଚାଲ ଡିସେମ୍ବର ଭିତରେ ହିଁ ତମର
ସ୍କିଲ୍ ଟେଷ୍ଟ ହବାର ସମ୍ଭାବନା ରହୁଛି ଏବଂ ସ୍କିଲ୍ ଟେଷ୍ଟ ହବା ପରେ ଏମାନେ ଗୋଟେ ମାସ ଭିତରେ ତମର ରେଜଲ୍ଟ କାଢିଦେବେ। କାରଣ ତମର ଯୋଉ ରହିଛି ଇଲେକ୍ସନ ପୂର୍ବରୁ ତମର ବହୁତ ଚାନ୍ସ ଅଛି ଯେ ଇଲେକ୍ସନ ପୂର୍ବରୁ ଏଟା ତମର ହବ ବୋଲିକି, ସେଥିପାଇଁ ପିଲାମାନେ ତମର ଏଇଥର ପ୍ରକ୍ରିୟା ଗୁଡିକ ଜଲ୍ଦି ହବ ଯଦି କେହି କେସ୍ ନ କଲେ। ତେଣୁ ଯୋଉ ଡାଉଟ୍ ଥିଲା ଯେ ସାର୍ ଏଇ ଯୋଉ କେସ୍‌ଟା ହେଇଛି, କେସ୍ ପାଇଁ ନୂଆ ଆର୍ଆଇ ଅମିନ ଉପରେ କିଛି ପ୍ରଭାବ ପଡିବ କି ପିଲାମାନେ? କିଛି ବି ପ୍ରଭାବ ପଡିବନି। ଏଟା ତୁମର ପ୍ରିଭିୟସ୍ ପାଇଁ ହେଇଛି। ତମେ ଯଦି ଚେକ୍ କରିବା ପାଇଁ ଚାହୁଁଛ, ତୁମେ ସ୍କ୍ରିନଶଟ ନେଇଯିବ କେସ୍ ନମ୍ବର, ସ୍କ୍ରିନଶଟ ନେଇକି ତୁମେମାନେ ଚେକ୍ କରିପାରିବ। ତୁମେମାନେ ଯଦି ପ୍ରିଲିମ୍ସ କ୍ଲିୟର କରିଛ, ଏଇ ଯୋଉ 2023 ଆର୍ଆଇ ରେ ଯଦି ପ୍ରିଲିମ୍ସ କ୍ଲିୟର କରିଛ, ତାହେଲେ ମଧ୍ୟ ତୁମେମାନେ ଏଠି ଚେକ୍ କରିପାରିବ। ସବୁ କିଛି ମୁଁ ଦେଇଛି। ତା ସହିତ ଯଦି କିଛି ଡାଉଟ୍ ଅଛି ତୁମେମାନେ ମତେ କମେଣ୍ଟ ସେକ୍ସନରେ ପଚାରି ପାରିବ। ତ ରହିଲି ନମସ୍କାର, ଜୟ ଜଗନ୍ନାଥ।